ଗଛର ଗୁରୁତ୍ୱ କେତେ ଶ୍ଲୋକ ଗାଉଛି ଶୁଣ। 10 କୂପ ସମ ବାପି 10 ବାପି ସମ ହ୍ରଦ 10 ହ୍ରଦ ସମ ପୁତ୍ର 10 ପୁତ୍ର ସମ ଦ୍ରୁମ। ଗ୍ରାମବାସୀଙ୍କ ପାଇଁ ପରିଜନଙ୍କ ପାଇଁ ରାଜା ମାନେ ଧନିକ ବ୍ୟକ୍ତି ମାନେ ବର୍ତ୍ତମାନ ସରପଞ୍ଚ ମାନେ ହୁଅନ୍ତୁ ଏମଏଲଏ ମାନେ ହୁଅନ୍ତୁ ଗାଁରେ କୂଅ କି ନଳକୂଅ କରୁଛନ୍ତି। କବି କହିଲେ 10ଟା ନଳକୂଅ କଲେ ଯେତିକି ପୁଣ୍ୟ ଗୋଟେ ପୋଖରୀ କରିଦେଲେ ସେତିକି ପୁଣ୍ୟ। 10ଟା ପୋଖରୀ କଲେ ଯେତିକି ପୁଣ୍ୟ ଗୋଟେ ହ୍ରଦ କରିଦେଲେ ସେତିକି ପୁଣ୍ୟ। 10ଟା ହ୍ରଦ କରିଦେଲେ ଯେତିକି ପୁଣ୍ୟ 10 କୂପ ସମବ୍ୟାପୀ 10 ବାପୀ ସମହ୍ରଦ 10 ହ୍ରଦ ସମ ପୁତ୍ର। ଗୋଟେ ପୁଅ ପୁତ୍ର ଯଦି ପାଇଲେ ସେତିକି ପୁଣ୍ୟ ଜଣେ ଅର୍ଜନ କରେ। 10ଟା ପୁତ୍ର ପାଇଲେ ପିତୃପୁରୁଷଙ୍କୁ ପୁଣ୍ଡ ଦେବା ପାଇଁ ଯୋଉ ତୁ ଜ୍ଞାନ ଯୋଉ ପ୍ରାପ୍ତି କରୁ ଯୋଉ ଲାଭ ବା ପୁଣ୍ୟ ପାଉ ଗୋଟିଏ ଗଛ ରୁଇକି ତାକୁ ବଢେଇ ଦେଲେ ତତେ ସେତିକି ପୁଣ୍ୟ ମିଳିବ। ନନା ଗଛ ବଢେଇବୁ।